ବୁଢ଼ା ଟୋକେଇଟି ନେଇ ଉଠିଲା। ସଦର ଦରଜା ପାରି ହେଲେ ଭିତରକୁ ପକ୍କା, ବାହାର ସାମ୍ନାରେ ଚଉପାଢ଼ି, ବାଁ ପାଖକୁ ଭିତର ଆଡ଼ ଦୁଆର। ସେ ଦୁଆର ପାଖରେ ଓଢ଼ଣା ଦେଇ ବୋହୂଟିଏ ଛିଡ଼ା ହୋଇଥିଲା। ବୁଢ଼ା ଯାଇ ଟୋକେଇଟି ଥୋଇ ଛିଡ଼ା ହେଲା। ବୋହୂଟି ଧୀରେ ଧୀରେ ଦାସୀଟି କହିଲା, କି ଶଙ୍ଖା ଅଛି ପଚାରମ? ଦାସୀଟି ଟିକେ ମୁଖରା। ସେ କହିଲା, ଛି କର, ବୁଢ଼ା ମିଣିପିଟାକୁ ଏତେ ଲାଜ? ନିଜେ ଟୋକେଇରୁ ଆସି ଦେଖୁନା। ହଁ, କଥାଟା ମନକୁ ଆସିଲା। ବୋହୂଟି ଓଢ଼ଣା ଅଧେ ଟେକି ଦେଇ ମୁରୁକି ମୁରୁକି ହସି ହସିକା ବାହାରି ଆସି ଟୋକେଇ ପାଖରେ ଛିଡ଼ା ହେଲା। ବୋହୂଟିର ମୁହଁ ଦିଶିଗଲା। ମୁହଁଟି ଚକି କାଟିଦେଲା ପରି ଚମ୍ପା ଫୁଲ ପରି ଗୋରା। ଚାରି ଆଙ୍ଗୁଳି ଓସାର ନାଲି ତହିଁର ମୟୂର କଣ୍ଠୀର କସ୍ତା ଖଣ୍ଡିକ କୋଇଠି ଯାଏ ଲମ୍ବି। ତା ଭିତର ଦେଇ ବୋହୂଟିର କଞ୍ଚା ସୁନା ପରି ଗୋରା ଗୋଟିଏ ଚାଉଳରେ ଗଢ଼ା ଦେହଟି ଫୁଟି ଦିଶୁଛି। ବୁଢ଼ାର ଆଖି ପୂରି ଉଠିଲା। ଏଡ଼େ ସୁନ୍ଦର, ଏଡ଼େ ନିକ ବୋହୂଟିଏ ସେ କେବେ ଦେଖିନାହିଁ। ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ। ଏକା ଧ୍ୟାନରେ ବୋହୂଟିକୁ ଚାହିଁ ରହିଲା। ବୁଢ଼ାର ଇଚ୍ଛା କ'ଣ କହିବ ବୋଲି, କିନ୍ତୁ ପାଟିରୁ କଥା ଫୁଟିଲା ନାହିଁ। କେତେବେଳେ ବୁଢ଼ା ମୁହଁ ଫିଟାଇ କହିଲା, ମା, କି ଶଙ୍ଖା ନବୁ ନେ। ମା ବୋଲି ଡାକିଦେଲା କ୍ଷଣି ବୁଢ଼ାର ଛାତି କୁଣ୍ଢେ ହୋଇଗଲା। ବୋହୂଟି ଲାଜ ଛାଡ଼ି ଦେଇ କହିଲା, ଆସମାନ ତାରା ଶଙ୍ଖା ଅଛି। ଓଃ, ଏଡ଼େ ମିଠା କଥା।